ଜାତୀୟ ଧାନ ଗବେଷଣା ଅନୁଷ୍ଠାନ କଟକର ଏନ୍ଆର୍ଆର୍ଆଇ ବାର୍ତ୍ତା କାର୍ଯ୍ୟକ୍ରମକୁ ମୁଁ ଗାୟତ୍ରୀ ସିହ୍ନା ଏବଂ ମୁଁ ଜିତେନ୍ଦ୍ର ସେନାପତି ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ସ୍ୱାଗତ ଜଣାଉଛୁ। ଆସନ୍ତୁ ଆଜି ଆଲୋଚନା କରିବା ଡାଳୁଅ ଧାନରେ ଅମଳ ଏବଂ ବିଆଳି ଶାରଦ ଧାନ ଚାଷ ପାଇଁ ବିଭିନ୍ନ କିସମ ଓ ଜମି ପ୍ରସ୍ତୁତି ବିଷୟରେ। ଯେଉଁ ଚାଷୀ ଭାଇ ମାନଙ୍କର ଶତକଡ଼ା 80 ରୁ 85 ଭାଗ ଧାନ ପାକଳ ହୋଇଗଲାଣି ଶୀଘ୍ର ଅମଳ କରିଦିଅନ୍ତୁ। ଅମଳ ପରେ ଭଲ ଭାବେ ସଫା କରି ଧାନକୁ ସିମେଣ୍ଟ ଚଟାଣରେ 3 ରୁ 4 ସେଣ୍ଟିମିଟର ବହଳରେ ସମାନ ଭାବରେ ଖେଳାଇ ଖରାରେ ଶୁଖାନ୍ତୁ। ଖାଦ୍ୟ ଉପଯୋଗୀ କିମ୍ବା ସାଇତି ରଖିବା ପାଇଁ ଅତି କମ୍ରେ 14% ଆର୍ଦ୍ରତା ପର୍ଯ୍ୟନ୍ତ ଧାନ ଗୁଡ଼ିକୁ ଶୁଖାଇବା ଉଚିତ। ଧାନ ଠିକ୍ ଭାବେ ଶୁଖିବା ପରେ ଜଳୀୟ ଅଂଶ ପ୍ରତିରୋଧକ ଥିବା ଝୋଟ ଅଖା କିମ୍ବା କୋଠରୀରେ ସାଇତି ରଖନ୍ତୁ। ଓଡ଼ିଶାର କେତେକ ଅଞ୍ଚଳରେ ବିଶେଷ କରି ସୋନପୁର ଏବଂ ବାଲେଶ୍ୱର ଜିଲ୍ଲାରେ ମହିଷା ରୋଗ ଦେଖାଯାଇଅଛି। ଏହାର ନିୟନ୍ତ୍ରଣ ପାଇଁ ଏକର ପ୍ରତି 200 ମିଲିଲିଟର ଆଜୋକ୍ସିଷ୍ଟ୍ରୋବିନ୍ 25 SC କିମ୍ବା 400 ଗ୍ରାମ କାର୍ବେଣ୍ଡାଜିମ୍ 50 WP କିମ୍ବା 1000 ଗ୍ରାମ ସ୍ୟୁଡୋମୋନାସ୍ ଫ୍ଲୁରୋସେନ୍ସ 200 ଲିଟର ପାଣିରେ ମିଶାଇ 7 ଦିନ ବ୍ୟବଧାନରେ 2 ଥର ପ୍ରୟୋଗ କରନ୍ତୁ। ବିଆଳି ଧାନ ଚାଷ ଏବଂ ଢିପ ଜମି ପାଇଁ ମାଟିର ବତର ଦେଖି ଉତ୍କୃଷ୍ଟମାନର 16 କିସମ ବିହନ ଯଥା ବନ୍ଦନା, ଅଞ୍ଜଳି, ସତ୍ୟଭାମା, ଅଙ୍କିତ, ସନ୍ଥଭୀମ, ସହଭାଗୀ ଧାନ, ହୀରା, ଖଣ୍ଡଗିରି, ପାରିଜାତ ଏବଂ ନୂତନ ଭାବେ ବିକଶିତ ହୋଇଥିବା କିସମ ଯଥା ସିଆର ଧାନ 807, ସଚଳା ଇତ୍ୟାଦି ଉନ୍ନତମାନର ବିହନ ନିକଟସ୍ଥ ନିର୍ଭରଯୋଗ୍ୟ ପ୍ରତିଷ୍ଠାନରୁ ସଂଗ୍ରହ କରିନିଅନ୍ତୁ। ଆଗାମୀ ଶାରଦ ଧାନ ଚାଷ ପାଇଁ ନିକଟସ୍ଥ ବିଭିନ୍ନ ଖ୍ୟାତିସମ୍ପନ୍ନ ଗବେଷଣା ଅନୁଷ୍ଠାନ, କୃଷି ବିଜ୍ଞାନ କେନ୍ଦ୍ର, ବିଶ୍ୱବିଦ୍ୟାଳୟ କିମ୍ବା କୃଷି ବ୍ଲକ ଅଫିସରୁ ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ଉନ୍ନତ ମାନର ଧାନ ବିହନ ଯଥା ବର୍ଷା ଧାନ, ଦୁର୍ଗା, ସିଆର ଧାନ 501, ସାରଳା, ଗାୟତ୍ରୀ ଏବଂ ନୂତନ ଭାବେ ବିକଶିତ ହୋଇଥିବା କିସମ ଯଥା ସିଆର ଧାନ 510, ସିଆର ଧାନ 511, ସିଆର ଧାନ 512 ଇତ୍ୟାଦି ବିହନ ସଂଗ୍ରହ କରି ରଖନ୍ତୁ। ଗଭୀର ଖାଲୁଆ ଜମି ପାଇଁ ଉନ୍ନତ ମାନର ବିହନ ଯଥା ସିଆର ଧାନ 500, ସିଆର ଧାନ 502, ଜୟନ୍ତୀ ଧାନ, ସିଆର ଧାନ 503, ଜଳମଣି, ସିଆର ଧାନ 505 ଓ ସିଆର ଧାନ 507, ପ୍ରଶାନ୍ତ, ସିଆର ଧାନ 508 ଇତ୍ୟାଦି ବିହନ ସଂଗ୍ରହ କରି ରଖନ୍ତୁ। ଯେଉଁ ଚାଷୀ ଭାଇ ମାନେ ସ୍ୱଳ୍ପ ଗଭୀର ଖାଲୁଆ ଜମିରେ ରୁଆ ଧାନ କରୁଛନ୍ତି ସେମାନେ ସ୍ୱର୍ଣ୍ଣ ସବୱାନ, ପୂଜା କିମ୍ବା ସିଆର ଧାନ 408, ସିଆର ଧାନ 409, ସିଆର ଧାନ 410, ସିଆର ଧାନ 411, ସିଆର ଧାନ 800, ସିଆର ଧାନ 801, ସିଆର ଧାନ 802 ଇତ୍ୟାଦି କିସମ ଭରସାଯୋଗ୍ୟ ଗବେଷଣା ଅନୁଷ୍ଠାନ, କୃଷି ବିଶ୍ୱବିଦ୍ୟାଳୟ, କୃଷି ବିଜ୍ଞାନ କେନ୍ଦ୍ର, କୃଷି ବ୍ଲକ ଅଫିସରୁ ବନ୍ଦୋବସ୍ତ କରନ୍ତୁ। ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ଲବଣ ସହନକ୍ଷମ ଧାନ ବିହନ ଯଥା ସିଆର ଧାନ 405 ଲୁଣା ସାଙ୍ଖି, ସିଆର ଧାନ 403 ଲୁଣା ସବର୍ଣ୍ଣା, ଲୁଣା ବରିଏଲ, ଲୁଣିଶ୍ରୀ, ସିଆର ଧାନ 412, ସିଆର ଧାନ 414 ଇତ୍ୟାଦି ବିହନ ସଂଗ୍ରହ କରିନିଅନ୍ତୁ। ଶାରଦ ଧାନ ଚାଷ ପାଇଁ ଜମି ପ୍ରସ୍ତୁତି ସମୟରେ ମାଟିର ଉର୍ବରତା ବଜାୟ ରଖିବା ପାଇଁ ଏକର ପ୍ରତି 2 ଟନ୍ ସଢ଼ା ଗୋବର ଖତ ବ୍ୟବହାର କରନ୍ତୁ। ରୁଆ ଧାନ ଜମିରେ ସବୁଜ ସାର ଭାବେ ପ୍ରୟୋଗ କରିବା ପାଇଁ ଉନ୍ନତ ମାନର ଧଣିଚା ବିହନ ସଂଗ୍ରହ କରିନିଅନ୍ତୁ। ମଧ୍ୟମ ଏବଂ ଖାଲୁଆ ଜମିରେ ଧାନ ରୋଇବାର 40 ରୁ 50 ଦିନ ପୂର୍ବରୁ ଏକର ପ୍ରତି 12 କେଜି ଧନିଚା ମଞ୍ଜି ବୁଣି ଦିଅନ୍ତୁ। ବଢ଼ିଥିବା ଧନିଚା ଫସଲକୁ ମାଟି କାଦୁଅ କରିବା ସମୟରେ ଭଲ ଭାବେ ମିଶାଇ ଦିଅନ୍ତୁ। ସବୁଜ ସାର ବ୍ୟବହାର କରିଥିବା ଜମିରେ ରାସାୟନିକ ଯବକ୍ଷାରଜାନ ସାରର ପରିମାଣ ଶତକଡ଼ା 25 ରୁ 50 ଭାଗ କମ୍ କରାଯାଇପାରିବ। ଭାରତୀୟ କୃଷକମାନଙ୍କର ସୁବିଧା ପାଇଁ ବିଭିନ୍ନ ଫସଲ, ଉଦ୍ୟାନ କୃଷି, ପଶୁପାଳନ, ମତ୍ସ୍ୟ ଚାଷ, ପ୍ରାକୃତିକ ସମ୍ପଦ ପରିଚାଳନା, କୃଷି ଇଞ୍ଜିନିୟରିଂ, କୃଷି ଶିକ୍ଷା ଏବଂ କୃଷି ସମ୍ପ୍ରସାରଣ ବିଷୟରେ ଜ୍ଞାନ ଆହରଣ କରିବା ପାଇଁ ଭାରତୀୟ କୃଷି ପରିସଂଖ୍ୟାନ ଅନୁସନ୍ଧାନ ଦ୍ୱାରା କିଷାନ 2.0 ଆପ୍ ବିକଶିତ କରାଯାଇଛି। ଏହା ଏକାଧିକ ଭାରତୀୟ ଭାଷାରେ ଉପଲବ୍ଧ ଏବଂ ଏହି ଆପ୍ 300ରୁ ଅଧିକ କୃଷି ସମ୍ବନ୍ଧୀୟ ଆପକୁ ଏକତ୍ର କରିଥାଏ। ଏହାଦ୍ୱାରା ଚାଷୀମାନେ ଗୋଟିଏ ଜାଗାରେ ସବୁ ପ୍ରକାର ସୂଚନା ପାଇପାରିବେ। ଆଜି ପାଇଁ ଏତିକି, ପୁଣି ଦେଖା ହେବ ଆଗାମୀ ଅଧ୍ୟାୟରେ କିଛି ନୂଆ କୃଷି ସୂଚନା ନେଇ। ଆମକୁ ବିଦାୟ ଦିଅନ୍ତୁ। ଧନ୍ୟବାଦ।